ଆପଣମାନେ ଭାବୁଥିବେ ତ ମୁଁ କାହିଁକି ଏମିତି ମନ ଦୁଃଖରେ ବସିଛି। ଚାଲନ୍ତୁ ଦେଖିବା। ଭାତ ବାଢ଼ିକି ମୁଁ କେତେ ହେଲେ ଅପେକ୍ଷା କଲିଣି, କିନ୍ତୁ ମୋ ସାନ ଦିଅର ବାବୁ ମୋଟେ ଆସୁନାହାନ୍ତି। ତେଣୁ କ'ଣ କରିମି, ଅପେକ୍ଷା କରିଛି। ଆଉ ଖାଇ ତ ଦେବିନି, ଅପେକ୍ଷା କରିଛି। ତେଣୁ ଦ୍ୱିପହରେ ପୁଣି ନା କ'ଣ ରାନ୍ଧିଛି ଆପଣମାନଙ୍କୁ ତ ଦେଖେଇବି। ତେଣୁ ଦେଖିବା ପୂର୍ବରୁ ମୁଁ କହୁଛି, ତେଣୁ ମୋ ସ୍ୱାମୀ ଆଉ ମୋ ଶ୍ୱଶୁର ସିଏ ଖାଇସାରି ଶୋଇତେ ଗଲେଣି। ତେଣୁ 11ଟା ବାଜିଲାଣି। ଗୋଟାକର ମୁଁ ଦିଅରକୁ ଡାକୁଛି, 11ଟା ହେଇଗଲାଣି ଶୁଣୁନାହାନ୍ତି। ବିଲେଇ ତ ବସିଛି, ଆପଣମାନେ ଜାଣିଥିବେ, ଛାଡ଼ିକି ପଳେଇଲା ମାନେ ବିଲେଇ ଆଟାକ୍ କରିବ। ସେଥିପାଇଁ ଜଗୁଆଳ ହେଇକି ମୁଁ ବସିଛି। ତେଣୁ ଚାଲନ୍ତୁ ମୁଁ ଦ୍ୱିପହରେ କ'ଣ ରାନ୍ଧିଛି ଆପଣମାନଙ୍କୁ ଦେଖେଇବି। ଆସନ୍ତୁ ଦେଖିବା ଦ୍ୱିପହରେ। ଦେଖନ୍ତୁ ସାଙ୍ଗମାନେ, ଦ୍ୱିପହରେ ରାନ୍ଧିଛି। ମୋ ଦିଅର ବାବୁଙ୍କ ପାଇଁ ଭାତ ବାଢ଼ିଛି, ମୋ ପାଇଁ ଭାତ ବାଢ଼ିଛି। ମାଂସ ଦେଖନ୍ତୁ, ମାଂସ ବି ରାନ୍ଧିଛି। ମାନେ ଯଦି ସେ ଅନ୍ଧାରିଆ ଦେଖାଯାଉଛି ନା, ଲାଇଟ୍ଟା ଭଲ ପଡ଼ୁନି। ମାଂସ ରାନ୍ଧିଛି। ମାଂସ ଆଣିଥିଲେ ମୋ ସ୍ୱାମୀ, ଆମ ବାବୁ ମାଂସ ଆଣିଥିଲେ, ତେଣୁ ରାନ୍ଧିଛି। ଆଉ ମୂଳା ଆଳୁ ଭାଜିଛି। ତେଣୁ ମାଂସ ରାନ୍ଧିନି, ଆଉ ତରକାରୀ ରାନ୍ଧିନି। ଖାଲି ମୋ ଶ୍ୱଶୁରଙ୍କ ପାଇଁ ରନ୍ଧା ହେଇଥିଲା ବୋଲି ମୁଁ ମୋ ଦିଅର ବାବୁଙ୍କୁ ଦେଇଛି, ନହେଲେ ଦେଇଥାନ୍ତିନି। ଖାଲି ଛାଡ଼ିବେନି, ନଷ୍ଟ କରିବା ଛଡ଼ା ସାଙ୍ଗମାନେ ଆଉ କିଛି କରିବେନି ସେ। ତେଣୁ ତାଙ୍କ ପାଇଁ ବାଢ଼ିକି ବସିଛି। କ'ଣ କରେ, ବଢ଼ିକି ବସିଛି। ଏତେବେଳେ ପର୍ଯ୍ୟନ୍ତ ଆସିନାହାନ୍ତି। ଯାଉଛି କହି ଗୋଟାକର 1:30ଟା ବାଜିଗଲାଣି। କୁହନ୍ତୁ ତ ସାଙ୍ଗମାନେ। ତେଣୁ କ'ଣ ଭାତ ବାଢ଼ିକି ଏତେ ସମୟ ବସିବା କଥା? ଆଇଁଷ ଜିନିଷ ଏତେ ସମୟ ୱେଟ୍ କଲେ ଆଇଁଷର ମଜା ଉଠିଯିବ। ମାନେ ଆଇଁଷର ଭ୍ୟାଲୁ ଆଉ କିଛି ରହିବନି। ପାଟିରୁ ତ ଲାଳ ଗଲାଣି, କିନ୍ତୁ ଖାଇବା ପାଇଁ କ'ଣ କରିମି, ବସିଛି। କେତେବେଳେ ଆସୁଛନ୍ତି ଆସନ୍ତୁ, ଆସିଲେ ଯାଇକି ଆମେ ଖାଇବା ଷ୍ଟାର୍ଟ କରିବା ଆଉ। ରହୁଛି ସାଙ୍ଗମାନେ। ଆପଣମାନେ କହିଲେ ତି ଆପଣଙ୍କ ଘରେ କ'ଣ ରୋଷେଇ ହେଇଛି ମୋତେ କମେଣ୍ଟ ମାଧ୍ୟମରେ ଜଣେଇବେ। ମୁଁ ଏମିତି ହିଁ ରାନ୍ଧିଛି ଆଜି। ଦ୍ୱିପହରେ ଆମ ରୋଷେଇ ଏମିତି ହେଇଛି। ତେଣୁ ଆପଣଙ୍କ ଘରେ ଯଦି ରୋଷେଇ ହେଇଥିବ ମାଂସ, ତାହେଲେ ଆପଣଙ୍କ ମାଂସ ତରକାରୀ ଟିକେ ଦେବେ, ଟେଷ୍ଟ କରିବା କ'ଣ ଭଲ କି ଖରାପ ହେଇଛି ଟିକେ ଟେଷ୍ଟ କରିବା ଆଉ। ରହୁଛି ସାଙ୍ଗମାନେ। ନମସ୍କାର। ଜୟ ଜଗନ୍ନାଥ।